ଆମେ ପଢିବା ପଶୁ ବିଷୟରେ। ପଶୁ ପଶୁ ବିଷୟରେ ତମେ ଜାଣିଛ? ପଶୁ କିଏ ଜାଣିଛ ତ? ବାଘ, ବାଘ, ସିଂହ, ଭାଲୁ, ହରିଣ, ଚିତାବାଘ, ଠେକୁଆ, ବିଲେଇ, ଗାଈ, ଛେଳି, ମେଣ୍ଢା, ମଇଁଷି, କୁକୁର, ଏମାନେ ସବୁ ପଶୁ ନା। ଏମାନେ ସବୁ ପଶୁ। ଏମାନେ ସବୁ ରହନ୍ତି ଜଙ୍ଗଲରେ, ରହନ୍ତି, ଅଳ୍ପ କିଛି ଘରେ ବି ରହନ୍ତି। ଗାଈ ଘରେ ରହେ ନା, ଛେଳି ଘରେ ରହେ ନା, ମେଣ୍ଢା ବି ଘରେ ରହେ। ଆଜ୍ଞା, ମୟୂର ଦେଖିଛ? ମୟୂର ପଶୁ, ସେଟା ପଶୁ, ପକ୍ଷୀ। ପକ୍ଷୀ ମୟୂର ହେଲା ପକ୍ଷୀ। ପଶୁ ହେଲା ଗାଈ, ଛେଳି, ମେଣ୍ଢା, ବାଘ, ହରିଣ, ଛେଳି, ଏମାନେ ହେଲେ ପଶୁ। ତମେ ଓଟ, ଘୋଡ଼ା, ଏମାନେ ସବୁ ହେଲେ ପଶୁ। କହିଲ 10ଟା ପଶୁର ନାଁ କହିଲେ ତମେ କହିପାରିବ? ପଶୁର ନାଁ କହିଲ। କୋଉ କୋଉ ପଶୁ ନାଁ ଜାଣିଛ ତମେ? କୁହ କୁହ, ତମେ ପଶୁ ନାଁ କୁହ। ତମେ କୁହ ପଶୁ ନାଁ କହିଲେ। ତମେ କୁହ, ତମେ ପଶୁ ନାଁ କହିଲ। ତମେ ଜାଣିଛ? ତମେ କହିଲ, ତମେ କୁହ। ତମେ କହିଲ ପଶୁ ବିଷୟରେ କେତେ ପଶୁ ନାଁ ଜାଣିଛ? ବାଘ। ବାଘ କେମିତି ଗର୍ଜନ କରେ? ସିଂହ କେମିତି କରେ? ଗାଈ କେମିତି ବୋବାଏ ଜାଣିଛ? ଛେଳି କୁକୁର କେମିତି ବୋବାଏ ଜାଣିଛ? କୁକୁର କେମିତି ବୋବାଏ ଜାଣିଛ? ବିଲେଇ କୁକୁର କଣ କରେ? କୁକୁର ଘରେ ରହେ, ଚୋର ଜଗେ। ସେଥିପାଇଁ କୁକୁର। ଆମେ ଗାଈକି ରଖୁ, କୁକୁରକୁ ରଖୁ। ବିଲେଇକି କୋଉମାନେ ରଖ? ବିଲେଇ କଣ